ଅଷ୍ଟମ ବେତନକୁ ନେଇ କର୍ମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ୍। କେବେଠୁ ବଢ଼ିବ ଦରମା? ଜାଣନ୍ତୁ ସରକାରଙ୍କର ନୂଆ ଘୋଷଣା କ'ଣ ରହିଛି। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ ଆୟୋଗ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆଣିଛି। ନିକଟରେ ସଂସଦରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସ୍ପଷ୍ଟ କରିଛନ୍ତି ଯେ ସରକାର 3 ନଭେମ୍ବର 2025ରେ ଆନୁଷ୍ଠାନିକ ଭାବରେ ଅଷ୍ଟମ କେନ୍ଦ୍ରୀୟ ବେତନ ଗଠନ କରିଛନ୍ତି। କର୍ମଚାରୀଙ୍କ ଦରମା ଭତ୍ତା ଏବଂ ପେନ୍ସନ୍ ଉପରେ ସୁପାରିଶ ରିପୋର୍ଟ ପ୍ରଦାନ କରିବା ପାଇଁ ଆୟୋଗଙ୍କୁ 18 ମାସ ସମୟ ଦିଆଯାଇଛି। ତେବେ ଦରମା ବୃଦ୍ଧିକୁ ନେଇ କୁହାଯାଇଛି ଯେ ଅଷ୍ଟମ ବେତନ ଆୟୋଗ ଲାଗୁ ହେବାରେ ବିଳମ୍ବ ହେଲେ ମଧ୍ୟ ଏହାକୁ 1 ଜାନୁଆରୀ 2026ରୁ ହିଁ ପ୍ରଭାବୀ ବୋଲି ଧରାଯିବ। ତେବେ କର୍ମଚାରୀଙ୍କ ହାତକୁ ବର୍ଦ୍ଧିତ ଦରମା ଆସିବାରେ କିଛି ସମୟ ଲାଗିପାରେ। ଜେନ୍ ଜେଡ୍ସିଏଫ୍ଓର ପ୍ରତିଷ୍ଠାତା ସିଏ ମନୀଷ ମିଶ୍ର ଏହି ସମ୍ଭାବ୍ୟ ବିଳମ୍ବରେ କାରଣ ସ୍ପଷ୍ଟ କରି କହିଛନ୍ତି ଯେ କାଗଜପତ୍ରରେ ଏହା ଜାନୁଆରୀ 1ରୁ ଲାଗୁ ହେବାକୁ ଥିଲେ ବି ବାସ୍ତବରେ ବର୍ଦ୍ଧିତ ଦରମା କର୍ମଚାରୀଙ୍କ ବ୍ୟାଙ୍କ ଖାତାରେ 2026 ଶେଷ ଆଡ଼କୁ ଅଥବା 2026 ଆଉ 27 ଆର୍ଥିକ ବର୍ଷ ମଧ୍ୟରେ ପହଞ୍ଚିବାର ସମ୍ଭାବନା ଅଛି। ପୂର୍ବ ବେତନ ଆୟୋଗଗୁଡ଼ିକ ସମୟରେ ମଧ୍ୟ ସମାନ ଧରଣର ବିଳମ୍ବ ଦେଖିବାକୁ ମିଳିଥିଲା। ତେବେ ବକେୟା ଅର୍ଥ କେମିତି ମିଳିବ? କର୍ମଚାରୀମାନଙ୍କୁ ଅଷ୍ଟମ ବେତନ ଆୟୋଗ ଅଧୀନରେ ବକେୟା ଅର୍ଥ ପ୍ରଦାନ କରାଯିବାର ପୂର୍ଣ୍ଣ ସମ୍ଭାବନା ରହିଛି। ସଂଶୋଧିତ ବେତନ ପ୍ରଦାନରେ ଯେତେ ବିଳମ୍ବ ହେଲେ ମଧ୍ୟ ଏହାର ହିସାବ 1 ଜାନୁଆରୀ 2026ରୁ ହିଁ କରାଯିବ। କାରଣ ଏହି ଦିନ ହିଁ ସପ୍ତମ ବେତନ ଆୟୋଗର କାର୍ଯ୍ୟକାଳ ଶେଷ ହେଉଛି। ତେଣୁ କର୍ମଚାରୀମାନେ ନିଜର ପ୍ରାପ୍ୟ ବକେୟା ରାଶି ନିଶ୍ଚିତ ଭାବରେ ପାଇବେ। ତେବେ ଫିଡବ୍ୟାକ୍ ଦେବାର ଶେଷ ତାରିଖ କ'ଣ ରହିଛି? ସୂଚନାଯୋଗ୍ୟ ଯେ ଅଷ୍ଟମ ବେତନ ଆୟୋଗ କେବଳ ନିଜ ଆଡ଼ୁ କାର୍ଯ୍ୟ ନକରି ବିଭିନ୍ନ ବର୍ଗରୁ ସକ୍ରିୟ ଭାବେ ପରାମର୍ଶ ଗ୍ରହଣ କରୁଛନ୍ତି। ଏଥିପାଇଁ ମାଇ ଗଭ୍ ପୋର୍ଟାଲରେ ଏକ 18 ସୂତ୍ରୀ ପ୍ରଶ୍ନାବଳୀ ଅପଲୋଡ କରାଯାଇଛି। ବିଭିନ୍ନ ମନ୍ତ୍ରାଳୟ, ବିଭାଗ, ରାଜ୍ୟ ସରକାର, କର୍ମଚାରୀ ପେନ୍ସନଭୋଗୀ, ୟୁନିୟନ, ଶିକ୍ଷାବିତ୍ ଏବଂ ସାଧାରଣ ଜନତାଙ୍କଠାରୁ ମଧ୍ୟ ମତାମତ ଲୋଡ଼ାଯାଇଛି। ଏହି ଫିଡବ୍ୟାକ୍ ଦେବାର ଶେଷ ତାରିଖ 31 ମାର୍ଚ୍ଚ 2026 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଏବଂ ଏହା କେବଳ ଅନଲାଇନ୍ ମାଧ୍ୟମରେ ହିଁ ଗ୍ରହଣ କରାଯିବ ବୋଲି କୁହାଯାଇଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।